ମା ସୁଭଦ୍ରା ଶୁଣୁ, ଘରେ ଭାତ ତରକାରୀ ସବୁ ଢାଙ୍କି ଦେଇଛି। ଭୋକ କଲେ ତୁମେମାନେ ଖାଇନେବ। ମୋର ଆସିବାକୁ ଡେରି ହବ। ମଉସା, ତୁମେ କୁଆଡେ ଯିବ କି? ମୁଁ ଜମିଦାରଙ୍କ ଘରକୁ କାମ କରିବାକୁ ଯିବି। ଆଚ୍ଛା ମଉସା, ତୁମର ନିଜର ଜମି ଥାଉ ଥାଉ ତମେ ଜମିଦାରଙ୍କ ଘରେ କଣ ପାଇଁ କାମ କରିବ? କଣ ଆଉ କରିବି କହ? ଯାହା ବି ଫସଲ କରୁଛି ପାଣି ଅଭାବରୁ ସବୁ ନଷ୍ଟ ହେଇଯାଉଛି। ତାଠାରୁ ଭଲ ସାଆନ୍ତେଙ୍କର କାମ କଲେ କିଛି ନହେଲେ ପେଟ ପାଇଁ ତ ମୁଠେ ଦାନା ମିଳିବ। ମଉସା, ତୁମେ ଆଜି କାମକୁ ଯାଅନି। ଚାଲ ଆମେ କ୍ଷେତକୁ ଯିବା। ଦେଖିବା କିଛି ଗୋଟେ ଉପାୟ ନିଶ୍ଚୟ ବାହାର କରିବା। ହଁ ମଉସା, ଚାଲ ତୁମ ସହ ମୁଁ ବି ଯିବି। ଇଏ ସବୁ ମୋ କ୍ଷେତ। ପାଣି ଅଭାବରୁ ସବୁ କ୍ଷେତ ପଡ଼ିଆ ପଡ଼ିଛି। ମଉସା, ଆଖପାଖରେ କଣ ପାଣି ପାଇଁ କିଛି ବ୍ୟବସ୍ଥା ନାହିଁ? ହଁ, କେତେଟା କୂଅ ଅଛି, କିନ୍ତୁ ସେସବୁ ମଧ୍ୟ ଠିକ୍ ସମୟରେ ଶୁଖିଯାଏ। ଆଉ ଗୋଟେ ନଦୀ ଅଛି, କିନ୍ତୁ ସେଇଟା ଏଇଠୁ ଗୋଟେ କୋଶ ଦୂରରେ। ଆଚ୍ଛା ମଉସା, ତାହେଲେ ତ ନଦୀରୁ ପାଣି ଆଣି ଚାଷ ବଞ୍ଚେଇ ହେବ। ନଦୀ ଗାଁ ମୁଣ୍ଡରେ ଯାଇକି ଅଛି। ଏତେ ବାଟରୁ ପାଣି କେମିତି ଆସିବ? କେମିତି ଆସିବ ସେ ବାଟ ମୁଁ କହିଦେବି। ତୁମେ ଗୋଟେ କାମ କର, ସବୁ ଚାଷୀ ଭାଇଙ୍କୁ ଆଜି ଏକାଠି କର।